ଯେତେବେଳେ ତାଙ୍କର 100 ଦିନର ପୂରଣ ହେଲା ଜଣେ ସନ୍ନ୍ୟାସୀ ତାଙ୍କ ତପସ୍ୟାକୁ ଦେଖି ଅତ୍ୟନ୍ତ ଖୁସି ହେଇ କହିଲେ ଭର୍ତ୍ତୃହରି ତମର ତପସ୍ୟାରେ ମୁଁ ଏତେ ମୁଗ୍ଧ ଯେ ତମକୁ କିଛି ମୋ ତପସ୍ୟାର ଫଳ ଦେବାକୁ ଚାହେଁ। ସେ କହିଲେ ମହାରାଜ ମୁଁ ତ ତପସ୍ୟା କରିବାକୁ ବଣକୁ ଆସିଛି, ମୋର ଆଉ କଣ ଆବଶ୍ୟକ? ନା ତଥାପି ମୁଁ ଦେବାକୁ ଚାହେଁ। ତଥାପି ବାରମ୍ବାର କହିସାରିଲା ପରେ କହିଲେ ମୁଁ ଯାହା ମାଗିବା ଆପଣ ଦେବେ, କାହିଁକିନା ମୁଁ ତ ତମକୁ ସେ ଅଧିକାର ଦେଇଛି, ତମେ ଯାହା ମାଗିବ ମୁଁ ଦେବି। ଦୁନିଆରେ କେହି ମାଗି ନାହାନ୍ତି ଏକଥା ମୁଁ କହୁଛି ଆପଣଙ୍କୁ। ମାଗିପାରିବେ କେବେ ଈଶ୍ୱରଙ୍କୁ? କଣ ମାଗିଲେ ଜାଣିଛନ୍ତି? କହିଲେ ପ୍ରଭୁ ଯଦି ମତେ ଦୟା କରୁଛନ୍ତି ଜୀବନ ତୁମେ ଶତ୍ରୁ ଗଣା ସदैବ, ମୋର ଶତ୍ରୁକୁ ଆପଣ 100 ବର୍ଷର ଆୟୁଷ ଦିଅନ୍ତୁ। କହିଲେ ଲୋକେ ଶତ୍ରୁର ମରଣ ଚାହେଁ ସଞ୍ଜ ଦେଇ ପୂଜା କରି ପାଠ କରି ସବୁଠି କହୁଛି ହେ ପ୍ରଭୁ ମୋର ଶତ୍ରୁର ମୃତ୍ୟୁ ହଉ, ଆପଣ କହୁଛନ୍ତି ଜୀବନ ତୁମେ ଶତ୍ରୁ ଗଣା ସदैବ, ମୋ ଶତ୍ରୁକୁ 100 ବର୍ଷର ଆୟୁଷ ଦିଅ। କହିଲେ କାହିଁକି? ନା ଯେସାମ ପ୍ରସାଦାତ ସୁବିଚକ୍ଷଣ ହମ୍, ଯୋଉମାନଙ୍କର ଦୟାରେ ମୁଁ ବିଚକ୍ଷଣ ହଉଛି। କଣ ବୁଝୁଛନ୍ତି? ମୁଁ ବୁଦ୍ଧିମାନ ହଉଛି। କହିଲେ କେମିତି? ନା ଯଦା ଯଦା ମେ ବିକୃତି ଲଭନ୍ତେ, ଯେତେବେଳେ ମୋର ଛୋଟିଆ ଦୋଷ ଦେଖୁଛନ୍ତି ତଦା ମାମ ପ୍ରତିବୋଧୟନ୍ତି, ଚାରିଆଡେ ବୁଲି ମୋ ବିରୁଦ୍ଧରେ କହୁଛନ୍ତି। ୟା ଦ୍ୱାରା ମୁଁ ସତର୍କ ହଉଛି ନା ନାଇଁ? ସେମାନେ ମୋର ଉପକାର କରୁଛନ୍ତି ନା ନାଇଁ? ବୁଝୁଛନ୍ତି ତ? ଶତ୍ରୁର 100 ବର୍ଷକୁ ମାଗିବା ସମ୍ଭବ କେବେ? ଦୁନିଆ